ମୁଁ ଏଇ ମାନପତ୍ର ପାଇ ମୁଁ ବହୁତ ଗର୍ବ ଅନୁଭବ। ମୋର ମୋର କେମିତି ଏଇ ବରାର ଇଏ ପାଇବ, ଏଥିପାଇଁ ମତେ ଭୁବନେଶ୍ୱର ଡାକିଥିଲେ। ମୋ ନାଁ ହଉଛି ସର୍ବେଶ୍ୱର ସାହୁ, ମୋ ବାପାଙ୍କ ନାଁ ଭାଗବତ ସାହୁ, ମୋ ମା ଜେଜେମାଙ୍କ ନାଁ ବୁଝେଇ ଦେଇ ଭାଗବତ ସାହୁ। ଏଇ ବରାର କହିବାକୁ ଗଲେ ଆବିଷ୍କାର ବା କହିଲେ ଏନ୍ତୁଳିଶାଳ, ତାଙ୍କ ଢେଙ୍କାନାଳର ଏନ୍ତୁଳିଶାଳ, ତାଙ୍କଠୁ ଏଇ ବରାଟା ଆବିଷ୍କାର ହେଇଛି। କାଳକ୍ରମେ 1938 ମସିହାରେ ଯେତେବେଳେ କଲେକ୍ଟରେଟ୍ ଆରମ୍ଭ ହେଲା, ତା ଭିତରେ ଗୋଟେ କ୍ୟାଣ୍ଟିନ୍ ଦେଇକିରି ଆମ ବାପା ଦୋକାନ କଲେ। ଆଜି ସୁଦ୍ଧା 20-26 ପର୍ଯ୍ୟନ୍ତ ଏ କ୍ୟାଣ୍ଟିନ୍ କଲେକ୍ଟରେଟ୍ ଭିତରେ ଅଛି। ତାପରେ 1960 ମସିହାରେ ବଜାରରେ ଗୋଟେ ଦୋକାନ ଖୋଲା ହେଲା। ସେ ଦୋକାନ ଆଜି ପର୍ଯ୍ୟନ୍ତ ଦୋକାନ ଚାଲୁ ରହିଛି। ଏଇ ବରାର ମହତ୍ଵ ହେଲା ଦେଶୀ ବିରି ଚାଉଳ ଓ ବାଦାମ ତେଲ, ପିଆଜ, ଅଦା, ଲଙ୍କା, ଧନିଆ ପତ୍ର, ଭେରସୁଙ୍ଗା ପତ୍ର ପଡି ଏ ବରା ହଉଛି। ଏ ବରା ଏତେ ନିଆରା ହଉଛି ଯେହେତୁ ବାଦାମ ତେଲର ସ୍ୱାଦ ଅପେକ୍ଷା ଟିକେ ରିଫାଇନ ତେଲର ସ୍ୱାଦ ବହୁତ କମି ଯାଉଛି। ସେଥିପାଇଁ ଢେଙ୍କାନାଳ ଚ୍ୟାନେଲ ମତେ ଏଠିକି ଆଣିଥିଲା ତାର ହିଷ୍ଟ୍ରି କହିବା ପାଇଁ। ଯେହେତୁ ଏତେ ସମ୍ମାନ ସହକାର ଦେଲେ ସେଥିପାଇଁ ମୁଁ ବହୁତ ଗୌରବାନ୍ୱିତ କରୁଛି। ଏଇଟା ପାଇଁ ମୁଁ ଢେଙ୍କାନାଳ ଚ୍ୟାନେଲ ତରଫରୁ ଗୌରବାନ୍ୱିତ ହେଉଛି। କେମିତି ଏ ବରାଟା ଆମର ଟ୍ୟାକ୍ସ ପାଇବ, ସେଥିପାଇଁ ମୁଁ ଢେଙ୍କାନାଳବାସୀଙ୍କୁ ବହୁତ ଅନୁରୋଧ କରୁଛି ସେମାନେ ଭଲ ରକମ କରନ୍ତୁ ଓ ଏହାର ମାନ୍ୟପତ୍ର ନେଇ ଖୁସିରେ ରହନ୍ତୁ। ସରକାର ପାଇଁ କହିବୁ ଆମେ ଏଇଟା କେମିତି ଦିଆଯାଉ। ଆମର ଏତେ 100 ବର୍ଷର ଗୋଟେ କଳାବୃତ୍ତି ଯେହେତୁ ସମ୍ମାନ ପାଉଛି ଓଡ଼ିଶାରେ, ସମସ୍ତେ ବେପାରରେ ସମସ୍ତେ ଢେଙ୍କାନାଳବାସୀଙ୍କୁ ଚିହ୍ନୁଛନ୍ତି। ଯେହେତୁ ଏ କଳା ପ୍ରତି ଆପଣ ଆଗ୍ରହ କରି କିଛି ସରକାର ତାଙ୍କ ତରଫରୁ ଯାହା ଯୋଜନା ଥିବ କିଛି ତାର ଅନୁଦାନ କି କଣ କଲେ ଯେହେତୁ କଳାକାର ବଞ୍ଚି ରହିବ, ଯେହେତୁ ଏ ବରା ସାରା ବିଶ୍ୱରେ ବି ଦରବାରରେ ବି ପ୍ରଚାରିତ ହେଇପାରିବ। ଆଗରୁ ଲୋକମାନେ ସବୁ ପ୍ରକାର ଜଳଖିଆ ହଉଥିଲା, କିନ୍ତୁ ଏଇ ଢେଙ୍କାନାଳ ବରାଟା ପ୍ରଥମେ 100 ବର୍ଷ ପାଖାପାଖି ହବ ଢେଙ୍କାନାଳ ମାନ୍ୟତା ବରା ତିଆରି ଆସୁଥିଲା। ଯେହେତୁ ଗାଁ ଗଣ୍ଡା ଗଲେ ବହୁତ କମ ପଇସା, 5ଟି ଟଙ୍କା ଦେଲେ ପେଟ ପୁରିଯିବ ଗୋଟେ ବରା। ସେ ଯୋଉ ମାନ୍ୟତା ରହିଛି ଅନ୍ୟ କୌଣସି ଜଳଖିଆ ସ୍ୱାଦରେ ଏତେ ନାହିଁ। କିନ୍ତୁ ଯେତେବେଳେ କାଳକ୍ରମେ ରେଟ୍ ବଢି ଯାଉଛି ଟିକେ ବରାର ମାନ୍ୟତା ବଢି ଯାଉଛି, ନହେଲେ ସେଥିପାଇଁ ବରାଟାର ସବର ଚାହିଦା ଅଛି।